Good morning. Audio discussion by SK Education Track 2025 ମସିହାରେ ଆର୍ଟ୍ସ ଆଣ୍ଡ କମର୍ସରେ ଆସିଥିବା ଗ୍ରାମାର କ୍ୱେଶ୍ଚନକୁ ନେଇ ଆମେ ଆପଣମାନଙ୍କ ସହିତ 2025 ମସିହାରେ ଆକ୍ଟିଭ ଭଏସ୍ ପାସିଭ୍ ଭଏସ୍ ଏହି ଚାପ୍ଟରରୁ ଆସିଥିବା କ୍ୱେଶ୍ଚନକୁ ନେଇ ଆମେ ଆପଣମାନଙ୍କ ସହିତ ପ୍ରଶ୍ନ ସହିତ ଉତ୍ତର କରିବା ପାଇଁ ଗ୍ରାମାର ମେଥଡ଼କୁ ଆମେ ଗୁରୁତ୍ୱ ନ ଦେଇ ଏକ ମାର୍କ ଫେଚିଂ ଷ୍ଟ୍ରାଟେଜିକୁ ନେଇ ଉତ୍ତର କିପରି ଜାଣିପାରିବେ ଚାରୋଟି ଅପସନ୍କୁ ଦେଖିବା ପରେ ତାହାରି ଉପରେ ଆମେ ଆଲୋଚନା କରିଛୁ। ଇନଭାଇଟେସନ୍ ଟୁ ଇଂଲିଶ 4 ଏହି ବହିର ଚାପ୍ଟର ନମ୍ବର 8ରୁ ଆପଣଙ୍କୁ କିଛି ପ୍ରଶ୍ନ ପଚରାଯାଇଛି। ପ୍ରଶ୍ନ ଗୁଡ଼ିକୁ ଦେଖିବା ପରେ ପ୍ରଶ୍ନଟିକୁ ଦେଖିବା ପରେ ଅପସନ୍ ଗୁଡ଼ିକୁ ଦେଖିବା ପରେ ଆପଣ ଉତ୍ତର କିପରି ସହଜରେ ବାଛିପାରିବେ ସେ ବିଷୟରେ ଆମେ ଆଲୋଚନା କରୁଛୁ। ପ୍ରଥମେ ଆମେ ପ୍ରଶ୍ନ ପଢ଼ିବା। ଦେ ସେଲ୍ ଷ୍ଟାମ୍ପସ୍ ଆଟ୍ ଦ ପୋଷ୍ଟ ଅଫିସ୍। ଏହି ପ୍ରଶ୍ନ ପଢ଼ି ସାରିବା ପରେ ଆମେ ପ୍ରଶ୍ନର ନିର୍ଦ୍ଦେଶକୁ ଦେଖିବା। ଚେଞ୍ଜ ଇଣ୍ଟୁ ଦ କରେକ୍ଟ ପାସିଭ୍ ଫର୍ମ। ଏହି ନିର୍ଦ୍ଦେଶରୁ ଆମେ ଜାଣିପାରୁଛୁ ଯେ ଦେ ସେଲ୍ ଷ୍ଟାମ୍ପସ୍ ଆଟ୍ ଦ ପୋଷ୍ଟ ଅଫିସ୍ ଏହି ବାକ୍ୟଟି ଆକ୍ଟିଭ ଭଏସ୍ରେ ଲେଖାଯାଇଛି କାରଣ ଆମକୁ ପାସିଭ୍ କରିବା ପାଇଁ କୁହାଯାଇଛି। ତାମାନେ ବାକ୍ୟଟି ନିଶ୍ଚିତ ଭାବରେ ଆକ୍ଟିଭରେ ଅଛି। ଅର୍ଥାତ୍ ଆମେ ବୁଝିଲେ ଯେ ଏ ବି ସି ଡି ଚାରୋଟି ବିକଳ୍ପ ନିଶ୍ଚିତ ଭାବରେ ପାସିଭ୍ ଭଏସ୍ରେ ଲେଖାଯାଇଛି। ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଦେ ହେଉଛି ସବଜେକ୍ଟ, ସେଲ୍ ହେଉଛି ଭର୍ବ। ଏହି ସେଲ୍ର ପାଷ୍ଟ ଫର୍ମ ସୋଲ୍ଡ, ପାଷ୍ଟ ପାର୍ଟିସିପଲ୍ ଫର୍ମ ମଧ୍ୟ ସୋଲ୍ଡ। ତାହେଲେ ୱିଲ୍ ବି ଅର୍ଥାତ୍ ସି ଉତ୍ତର ଟାର୍ଗେଟରେ ଆସୁନାହିଁ। ଏହା ସହିତ ଏ ଅପସନ୍ଟି ଉତ୍ତର ଟାର୍ଗେଟରେ ଆସୁନାହିଁ କାରଣ ଯେତେବେଳେ ପାସିଭ୍ ଭଏସ୍ କରାଯାଇଥାଏ ସେତେବେଳେ ଫୁଲ୍ ଭର୍ବଟି ପାଷ୍ଟ ପାର୍ଟିସିପଲ୍ ହୁଏ। ଷ୍ଟାମ୍ପସ୍ ଆର୍ ସେଲିଂ, ସେଲିଂ ଏଥିରେ ପ୍ରେଜେଣ୍ଟ ଟେନ୍ସ ପ୍ରେଜେଣ୍ଟ ପାର୍ଟିସିପଲ୍ରେ ବ୍ୟବହାର ହୋଇଛି। ତେଣୁ ପ୍ରଥମ ବା ଏ ଅପସନ୍ଟି ଠିକ୍ ହେବ ନାହିଁ, ଅର୍ଥାତ୍ ଏ ଏବଂ ସି ସମ୍ପୂର୍ଣ୍ଣ ଭାବରେ କଟିଗଲା। ଦ୍ୱିତୀୟ କଥା ହେଲା ଡି ଅପସନ୍ଟି କାହିଁକି କଟିବ ତା'ର କାରଣ ହେଲା ଦେ ସୋଲ୍ଡ ଷ୍ଟାମ୍ପସ୍, ଏହା ଏକ ଆକ୍ଟିଭ୍ ଭଏସ୍ ଲେଖାଯାଇଛି। ତେଣୁ ଏହି କାରଣକୁ ଆମେ ଯଦି ଦେଖିବା ବି ଅପସନ୍ଟି କରେକ୍ଟ ହେବ। ଏହା କାହିଁକି ହେଲା ଆମେ କହିବା ଅନାବଶ୍ୟକ। ତିନୋଟି ଅପସନ୍ ଯେହେତୁ ଠିକ୍ ହେଉନାହିଁ ବୋଲି ଆମେ ପ୍ରମାଣିତ କଲୁ ବିଭିନ୍ନ ବିଷୟକୁ ନେଇ
ତେଣୁ B ଅପସନ୍ଟି ଠିକ୍ ହେବା ଏହା ନିଶ୍ଚିତ। ଏହାପରେ 2 ନମ୍ବର ପ୍ରଶ୍ନକୁ ଆସିବା। ଏ ପ୍ରଶ୍ନ କମର୍ସ ବିଭାଗରେ ଆସିଥିଲା। 1 ନମ୍ବର ପ୍ରଶ୍ନ ମଧ୍ୟ କମର୍ସ ବିଭାଗରେ ଆସିଥିଲା। ପ୍ରଶ୍ନକୁ ଆମେ ପଢ଼ିବା। ପ୍ରଶ୍ନଟି ଲେଖାଯାଇଛି, ଦିସ୍ ୱାର୍କ ୱାଜ୍ ଡନ୍ ବାଇ ମି, ଚେଞ୍ଜ ଇଣ୍ଟୁ ଆକ୍ଟିଭ ଭଏସ୍। ଅର୍ଥାତ୍ ପ୍ରଶ୍ନ ଆମକୁ ସାହାଯ୍ୟ ଯେତେ କରିପାରୁନାହିଁ, ପ୍ରଶ୍ନ ନିର୍ଦ୍ଦେଶ ଆମକୁ ଅଧିକ ସାହାଯ୍ୟ କରୁଛି। ସେଥିପାଇଁ ଆମେ ନିର୍ଦ୍ଦେଶ ଗୁଡ଼ିକୁ ରେଡ୍ ଇଙ୍କ ବ୍ୟବହାର କରି ଲେଖିଛୁ। ଅର୍ଥାତ୍ ନିର୍ଦ୍ଦେଶ ଆମକୁ ଏହା ନିର୍ଦ୍ଦେଶିତ କରୁଛି ଯେ ଦିଆଯାଇଥିବା ବାକ୍ୟଟି ପାସିଭ୍ ଭଏସ୍ରେ ଅଛି। ତାହେଲେ ଆମକୁ ଆକ୍ଟିଭ୍ ଭଏସ୍ରେ କ'ଣ ହେବ ଜାଣିବାକୁ ପଡ଼ିବ। ଦ ୱାର୍କ ହେଉଛି ସବଜେକ୍ଟ, ୱାଜ୍ ହେଉଛି ଭର୍ବ, ଡନ୍ ଭର୍ବ, ଏହା ଆପଣ ଜାଣିଛନ୍ତି। ତାହେଲେ ଆମେ ଏହାକୁ ଆକ୍ଟିଭ୍ ଭଏସ୍ରେ କରିବାକୁ ହେଲେ, ଯେହେତୁ ଦିସ୍ ୱାର୍କ ଡନ୍ ବାଇ ମି ଏହା ପାସିଭ୍ ଭଏସ୍ର ସିମ୍ପଲ୍ରେ ଅଛି, ଅର୍ଥାତ୍ ପାଷ୍ଟ ଟେନ୍ସର ସିମ୍ପଲ୍ରେ ଅଛି। ସେଥିପାଇଁ ଆଇ ହ୍ୟାଭ୍ ଡନ୍ ପାଷ୍ଟ ପରଫେକ୍ଟ। ଆଇ ହ୍ୟାଭ୍ ଡନ୍ ତ ସମ୍ଭବ ନୁହେଁ, କାରଣ ଏହା ପ୍ରେଜେଣ୍ଟ ଟେନ୍ସରେ ଅଛି। ଆଇ ୱିଲ୍ ଡୁ ସମ୍ପୂର୍ଣ୍ଣ ଭାବରେ ଅସମ୍ଭବ, କାରଣ ଏହା ୱିଲ୍ ମଡେଲ ଭର୍ବ ଅଛି। ଯଦି ହେବ ଏ କିମ୍ବା ବି ହେବ। ଏ ହୋଇପାରିବ ନାହିଁ, କାରଣ ଆଇ ହ୍ୟାଭ୍ ଡନ୍ ପାଷ୍ଟ ପରଫେକ୍ଟ। ଆଇ ଡିଡ୍ ଦ ୱାର୍କ, ଏହା ହେଉଛି ପାଷ୍ଟ ଟେନ୍ସର ସିମ୍ପଲ୍। ତେଣୁ ବି ତାର କରେକ୍ଟ ଆନ୍ସର ହେବ। ଆମେ ଆପଣଙ୍କୁ କିଛି ରିଜନ୍ ସହିତ ପ୍ରମାଣିତ କରୁଛୁ ଯେ କେତେ ସହଜରେ ଆପଣ ଟ୍ରାକ୍ କରିପାରିବେ। ତେଣୁ ଅପସନ୍ ଦେଖିବା ପରେ ପ୍ରମୋସନ୍ ଲର୍ଣ୍ଣିଂ ପ୍ରୋସେସ୍କୁ ଯିବାକୁ ପଡ଼ିବ। ତାପରେ ଆମେ ଆସିବା 3 ନମ୍ବର ପ୍ରଶ୍ନକୁ। ଏ କାଇଣ୍ଡ ପର୍ସନ୍ ଟୁକ୍ ଦ ଓଲ୍ଡ ମ୍ୟାନ୍ ଟୁ ହସ୍ପିଟାଲ। ବର୍ତ୍ତମାନ ଇନଷ୍ଟ୍ରକ୍ସନ୍ ରହିଛି, ନିର୍ଦ୍ଦେଶ ରହିଛି, ଚେଞ୍ଜ ଇଣ୍ଟୁ ପାସିଭ୍ ଫର୍ମ। ଅର୍ଥାତ୍ ଉପର ବାକ୍ୟଟି ବା 3 ନମ୍ବର ବାକ୍ୟଟି ନିହାତି ଭାବରେ ଆକ୍ଟିଭ୍ ଭଏସ୍ରେ ଅଛି। ତାହେଲେ ଦିଆଯାଇଥିବା ଅପସନ୍ ଗୁଡ଼ିକ ନିହାତି ଭାବରେ ପାସିଭ୍ ରହିଛି। ଏହା ଆପଣ ପ୍ରଶ୍ନର ନିର୍ଦ୍ଦେଶରୁ ଜାଣିପାରୁଛନ୍ତି। ତାହେଲେ ଆମେ ଆଲୋଚନା କରିବା ବି ସି ଡି କାହିଁକି ଉତ୍ତରର ପରିସରକୁ ଆସିପାରୁନାହିଁ। ଏ କାଇଣ୍ଡ ପର୍ସନ୍ ସବଜେକ୍ଟ, ଟୁକ୍ ହେଉଛି ଭର୍ବ, ଦ ଓଲ୍ଡ ମ୍ୟାନ୍ ହେଉଛି ଅବଜେକ୍ଟ, ଟୁ ହସ୍ପିଟାଲ ହେଉଛି ଆଡଭର୍ବ। ସେ ଯାହା ହେଉ ଆମେ ଗ୍ରାମାରକୁ ଅଧିକ ଗୁରୁତ୍ୱ ନ ଦେଇ ଟ୍ରିକି ମେଥଡ଼ରେ ଏହାକୁ ଆମେ ସକ୍ସେସ୍ କରିବା। ତାହେଲେ ନିଶ୍ଚିତ ଭାବରେ ବାକ୍ୟଟି ପାଷ୍ଟ ଟେନ୍ସର ସିମ୍ପଲ୍ରେ ଅଛି। ତାହେଲେ ଆମେ ବର୍ତ୍ତମାନ ଦେଖିବା ଯେ ସି କାହିଁକି ହେବ ନାହିଁ। ଏହାର କାରଣ ବାକ୍ୟଟି ପାଷ୍ଟ ସିମ୍ପଲ୍ରେ ଥିବା ଯୋଗୁଁ ସି ହେବ ନାହିଁ, କାରଣ ଏହା ପାଷ୍ଟ ପରଫେକ୍ଟ ଲେଖାଯାଇଛି। ଡି ବି କାହିଁକି ହେବନି, ତା'ର କାରଣ ହେଲା ଏହା ପାଷ୍ଟ ଟେନ୍ସର ପ୍ରୋଗ୍ରେସିଭରେ ପାସିଭ୍ ହୋଇଛି। ତେଣୁ ସି ଡି ସମ୍ପୂର୍ଣ୍ଣ ଭାବରେ ଉତ୍ତର ପରିସରକୁ ଆସୁନାହିଁ। ଯଦି ଆମେ ବି ଦେଖିବା, ଦ ଓଲ୍ଡ ମ୍ୟାନ୍ ୱାଜ୍ ଟେକେନ୍ ଟୁ ହସ୍ପିଟାଲ ପରେ ବାଇ ଏଜେଣ୍ଟ ବ୍ୟବହାର ହୋଇନାହିଁ। ତେଣୁ ଏ ତା'ର କରେକ୍ଟ ଆନ୍ସର ବୋଲି ଆମେ କନଫର୍ମ ହୋଇଯାଉଛୁ। ତେଣୁ ଦ ଓଲ୍ଡ ମ୍ୟାନ୍ ୱାଜ୍ ଟେକେନ୍ ଟୁ ହସ୍ପିଟାଲ ବାଏ ଏ କାଇଣ୍ଡ ପର୍ସନ୍, କାରଣ ଏଜେଣ୍ଟ ରହିବା ଦରକାର। କାହା ଦ୍ୱାରା ତାଙ୍କୁ ମେଡ଼ିକାଲ ନିଆଗଲା ତାହାକୁ ଆମେ ପ୍ରମାଣିତ କରିବାକୁ ହେଲେ ବାଏ ଦରକାର। ବାକି ଅନ୍ୟ ସମସ୍ତ ସେଣ୍ଟେନ୍ସରେ ବାଏ ବ୍ୟବହାର ହୋଇନାହିଁ, ଏହା ବି ଏକ କାରଣ। ବର୍ତ୍ତମାନ ଆପଣ 3 ନମ୍ବର ପ୍ରଶ୍ନଟି ଆର୍ଟ୍ସ ବିଭାଗରେ ଆସିଥିଲା। ଆପଣ ଚାହିଁଲେ ବି ଦେଖିପାରିବେ ଆପଣଙ୍କର ପ୍ରିଭିୟସ୍ କ୍ୱେଶ୍ଚିନ୍ ସଂଗ୍ରହ କରି। 4 ନମ୍ବରକୁ ଆମେ ବର୍ତ୍ତମାନ ଯିବା। 4 ନମ୍ବରରେ କ'ଣ ଲେଖାଯାଇଛି? ପିପୁଲ୍ ସୁଡ୍ ନଟ୍ ଡୁ ସଚ୍ ଥିଙ୍ଗସ୍ ଇନ୍ ପବ୍ଲିକ୍। ଏହାକୁ ବର୍ତ୍ତମାନ କ'ଣ ନିର୍ଦ୍ଦେଶ ରହିଛି କରିବା ପାଇଁ? ଚେଞ୍ଜ ଇଣ୍ଟୁ ପାସିଭ୍ ଫର୍ମ, ଅର୍ଥାତ୍ ବାକ୍ୟଟି ଆକ୍ଟିଭ୍ ବୋଲି ଆମେ ପ୍ରମାଣିତ ହୋଇସାରିଲେଣି।
प्रश्नर निर्देश आमको निर्देशित कर सारी ताहले आमे एक ए वाक्य कहीं हम ना से विषय आलोचना करिबा। प्रथम कथा है आपण देखंतु ए वाक्य को आलोचना करिबा पूर्वरु आमे सी एवं डी वाक्य को गले आउ टिके आमर फ्रेशनेस बढ़ी पारिबो। एथिरे आर व्यवहार होईछि सी वाक्य रे, डी वाक्य रे मध्य आर व्यवहार होईछि। जेहेतु प्रश्न सुट थिबा जोगु आर व्यवहार अनावश्यक। एथिरु आमे नॉर्मल आइडिया को आधार करी सी एवं डी को संपूर्ण रिजेक्ट करि परिबा बा ताको आमे परिसर को आनिबा नाही, उत्तर परिसर को आनिबा नाही। ताहले ए एवं बी उत्तर परिसर रे आसुछि। ए उत्तर परिसर आसिया भितरे डू जेहेतु फुल वर्ब यार पास्ट पार्टिसिपल ए वाक्य रे होई नाही, तेणु बी वाक्यटी करेक्ट आंसर बोली आमे जानि परिबा। या परे आमे 5 नंबर वाक्य को जिबा। समबडी हाज पिक्ड माय पर्स चेंज इनटू पासिव फॉर्म अर्थात निर्देशित अनुसार 5 नंबर वाक्यटी एक्टिव वॉइस रे अछि। यह हमको प्रश्नर निर्देश सूचाई देउछि। ताहले ए बी सी डी चारोटी ऑप्शन निश्चित भाव में पासिव वॉइस रही। यह आमे कन्फर्म हो गले। वर्तमान आलोचना करिबा जे समबडी हाज पिक्ड हाज परे वर्बर पास्ट पार्टिसिपल रही। ताहले आमे प्रथम वाक्य बा प्रथम ऑप्शन केबे भी ग्रहण करिबा नाही, कारण हाज जदि रही ताहा जेतेबेले पासिव वॉइस हुए सेथिरे वाज रो भूमिका किछि नाही। 2 नंबर वाक्य इज व्यवहार होईछि, यार भूमिका मध्य किछि नाही। आपण जदि डी वाक्य देखिबे मोस्ट केबे मध्य यार परिसर को आसु नाही, तेणु एही परिसर न आसीबा हेतु माय पर्स हैज बीन पिक्ड व्यवहार होईछि। आपण प्रश्न करिबे बाय एजेंट काहेकि व्यवहार होई नाही, एथिरे कौनसी एजेंट रो आवश्यक पड़ू नाही, सेति बाय समबडी यूज करा जाई परिबो नाही। यह मध्य ग्रामर गाइडलाइंस रही। 5 नंबर प्रश्न उत्तर पाई आपण सी को करेक्ट बा आमे आगुरु सूचना प्रदान करिछु। आमे उत्तर आपण को प्रथमे मार्किंग कर देइछु, हाइलाइटर द्वारा आमे मार्किंग करिछु। आमे आपण को किछ रीजन कहूछु, जो रीजन गुडी को एते सीरियस रीजन नुहे, टेक्निकल रीजन द्वारा आपण ताको ट्रैक करि परिबे एवं आपणकर लर्निंग प्रोसेस को अपडेट करि परिबे। या परे आमे देखिबा 6 नंबर प्रश्न कोन रहिछि। डू इट क्रिटिकल नुहे, सहज, किंतु या को आमे सामना केबे करिछु कि नहीं ता गुरुत्वपूर्ण प्रश्न। डू इट चेंज द वॉइस, एथिरे वर्तमान आमे कन्फर्म हेले जे चेंज द वॉइस कहिले यह एक्टिव रु पासिव हबो, पासिव रु एक्टिव हबो। यह हमको द्वंद्व सृष्टि करुछि, कारण प्रीवियस क्वेश्चन गुडी आपण देखिबे पासिव रे चेंज करो, एक्टिव रे चेंज करो एपरि निर्देशित रही। किंतु 6 नंबर प्रश्न रे सीधा सड़क लिखि दिया जाइछि चेंज द वॉइस, अर्थात एथिरे स्टूडेंट मानक पई अनेक चैलेंज आसीबो जे वास्तविक वर्तमान प्रश्नटी केउ वॉइस रे अछि ताहा जानिबा दरकार। गुरुत्वपूर्ण विषय है कौनसी वाक्यर प्रथम वर्ड बा प्रथम पद क्रियापद थिले ताहा सर्वदा इंपेरेटिव सेंटेंस बोली प्रमाणित हुए। आपण जानिछंती जेतेबेले इंपेरेटिव सेंटेंस रे पासिव यूज करा जीवो आमे मुख्यतः लेट यूज करि थाउ। यू 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 ए सी डी रही, तेणु लेट एथिरे आसु नाही, तेणु बी तार करेक्ट हबो। कारण डू अर्थात फुल वर्ब वाक्यर प्रथम रहिले इंपेरेटिव हुए। इंपेरेटिव पासिव करिया कोले आमे लेट रो साहाय्य नै थाउ। अधिक किछि आपण ग्रामर को इंपोर्टेंट देबा दरकार नै। लुक एंड राइट बा मिरर मेथड रे आपण पूरा करि परिबे आमे जे टेक्निक देउछु, तेणु बी तार करेक्ट आंसर हेबो। 7 नंबर प्रश्नटी साइंस विभाग रु आसीछि। प्रश्नटी पढ़िबा। आई हैव सीन हिम चेंज द वॉइस। यह भी एक चैलेंजेबल इंस्ट्रक्शन बा निर्देश जे वास्तविक आई हैव सीन क्यों वॉइस रे अछि ताहाको प्रमाण करि पारु नाही। चेंज द वॉइस इंस्ट्रक्शन द्वारा सेही समय आमे द्वंद्व पड़िबा संभावना रही। किंतु आपण मन रखंतु आई हैव सीन हिम यह एक प्रेजेंट टेंस रो परफेक्ट रे रही, तेणु यह को पासिव करने को हेले इज रो भूमिका गुरुत्वपूर्ण नुहे।
ୱାଜ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ ନୁହେଁ, ହାର୍ଡ଼ର ଭୂମିକା ଗୁରୁତ୍ୱପୂର୍ଣ୍ଣ ନୁହେଁ। କାରଣ କେବେ ମଧ୍ୟ ପ୍ରେଜେଣ୍ଟ ଟେନ୍ସରେ ଥିବା ନିର୍ଦ୍ଦେଶ ବା ବାକ୍ୟ ପାଷ୍ଟ ଟେନ୍ସରେ ପାସିଭ୍ ହୋଇପାରିବ ନାହିଁ। ଇଜ୍ ପ୍ରେଜେଣ୍ଟ ଟେନ୍ସକୁ ବୁଝାଉଛି, ହାର୍ଡ଼ ପାଷ୍ଟ ଟେନ୍ସକୁ ବୁଝାଉଛି, ୱାଜ୍ ପାଷ୍ଟ ଟେନ୍ସକୁ ବୁଝାଉଛି। ବିଶେଷତଃ ଏହି ବାକ୍ୟଟି ପ୍ରେଜେଣ୍ଟ ଟେନ୍ସର ପରଫେକ୍ଟ ଥିବା ହେତୁ ଇଜ୍ ୱାଜ୍ ହେଡ଼୍ର ଭୂମିକା କିଛି ରହୁନାହିଁ। ତେଣୁ ହି ହ୍ୟାଜ୍ ବିନ୍ ସିନ୍ ବାଇ ମି, ଏହା ତା'ର କରେକ୍ଟ ଆନ୍ସର୍ ହେବ। ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ, ଏହାକୁ ଆପଣ ଜାଣି ରଖିବା ଉଚିତ। ଏହାପରେ ଆମେ ଦେଖିବା 8 ନମ୍ବର ପ୍ରଶ୍ନ, ସାଇନ୍ସ ବିଭାଗରେ ଆସିଛି। ଏ ପ୍ରମିଜ୍ ସୁଡ୍ ବି କେପ୍ଟ। ନିଶ୍ଚିତ ଭାବରେ ଏହା ଆପଣ ଜାଣିପାରୁଛନ୍ତି। ଚେଞ୍ଜ ଦ ଭଏସ୍, ଏହା ମଧ୍ୟ ଏକ ଚ୍ୟାଲେଞ୍ଜେବୁଲ୍ ଇନଷ୍ଟ୍ରକ୍ସନ୍ ରହିଛି ଯେ ବର୍ତ୍ତମାନ ବାକ୍ୟଟି ଏ ପ୍ରମିଜ୍ ସୁଡ୍ ବି କେପ୍ଟ, ଏହା ନିଶ୍ଚିତ ଭାବରେ ରହିଛି ପାସିଭ୍ ଭଏସ୍ରେ। ଆପଣ କେମିତି ଜାଣିଲେ? ସୁଡ୍ ବି ପରେ ଭର୍ବ ପାଷ୍ଟ ପାର୍ଟିସିପଲ୍ ରହିଛି। ଏହା ମଧ୍ୟ ଆପଣଙ୍କୁ ସିଗ୍ନାଲ୍ ଦେଉଛି ଯେ ବାକ୍ୟଟି ପାସିଭ୍ ଭଏସ୍ରେ ଅଛି। ତାହେଲେ ନିଶ୍ଚିତ ଭାବରେ ଅପସନ୍ଗୁଡ଼ିକ ଆକ୍ଟିଭ୍ ଭଏସ୍ରେ ଅଛି। ଆମେ କନଫର୍ମ ହେଲେ। ଏଥିରେ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ବିଷୟ, ଏହାକୁ ଆମେ କେମିତି ଜାଣିପାରିବା? ୟୁ ସୁଡ୍ କିପ୍ ୟୁର ପ୍ରମିଜ୍। କିପ୍ ଏକ ଭର୍ବ, ୟୁ ସବଜେକ୍ଟ ରହିଛି, ସୁଡ୍ ରହିଛି। ବର୍ତ୍ତମାନ ଚ୍ୟାଲେଞ୍ଜେବୁଲ୍ ହେବ ଆମ ପାଇଁ ଯେଉଁ ବି ଏବଂ ସି, ଏହା କଦାପି ହେବ ନାହିଁ। କାରଣ ସୁଡ୍ ଯେତେବେଳେ ମଡାଲ ଭର୍ବ ୟୁଜ୍ ହେଇଛି, ମଡାଲ ଭର୍ବ ଥାଇ ଆମେ ପାସିଭ୍ କରିବା। ତେଣୁ କୁଡ୍ ଏବଂ ଉଡ୍ ସମ୍ପୂର୍ଣ୍ଣ ଭାବରେ ଆମେ ଉତ୍ତର ପରିସରକୁ ଆଣିବା ନାହିଁ। ତାହେଲେ ଏ ଏବଂ ଡି ଆମ ପାଇଁ ଚ୍ୟାଲେଞ୍ଜ ରହିବ। ତାହେଲେ ଯଦି ଏ ଏବଂ ଡି ଆମ ପାଇଁ ଚ୍ୟାଲେଞ୍ଜ ରହିବ, ତାହେଲେ ଆମେ ନିଶ୍ଚିତ ଭାବରେ ଏହା ୱାନ୍ ସୁଡ୍ କିପ୍ ୱାନ୍ସ ପ୍ରମିଜ୍। କାରଣ ଏଥିରେ ଯେହେତୁ ବି ସେହି ପରିସରରେ ଆସୁଛି, ୱାନ୍ ପରେ ଆପୋଷ୍ଟ୍ରୋଫି ଏସ୍ ଆସୁଛି। ଯେହେତୁ ସୁଡ୍ ଯଦି ଏଥିରେ ୟୁଜ୍ ହେଇଥାନ୍ତା, ଆମେ ଟିକେ ଚ୍ୟାଲେଞ୍ଜ କରିଥାନ୍ତେ, କିନ୍ତୁ କୁଡ୍ ୟୁଜ୍ ହେଇଛି ଯେହେତୁ ସମ୍ପୂର୍ଣ୍ଣ ଭାବରେ ତାକୁ ଓମିଟ୍ କରିଦିଆଯିବ। ତେଣୁ ୱାନ୍ସ ଟାର୍ଗେଟ୍ କରିକିନା ଡି ତା'ର କରେକ୍ଟ ଆନ୍ସର୍ ହେଉଛି। ଆମେ ଆପଣଙ୍କୁ ଯେଉଁ ଟ୍ରିକ୍ ବର୍ତ୍ତମାନ ପ୍ରେଜେଣ୍ଟ କରୁଛୁ, ଏ ଟ୍ରିକ୍ଟା ବହୁତ ଫାଣ୍ଟାଷ୍ଟିକ୍ ଟେକ୍ନିକ୍ସ ରହିଛି। ଆପଣ କେବଳ ଲୁକ୍ ଆଣ୍ଡ ରାଇଟ୍ ମେଥଡ଼ରେ ଏହାକୁ ଆନ୍ସର୍ କରିପାରିବେ। ଯେଉଁ ସୂଚନା ଆମେ ଆପଣଙ୍କୁ ଦେଇଛୁ, ସିଗ୍ନାଲ୍ ଦେଇଛୁ, ସେ ସିଗ୍ନାଲ୍ରୁ ଆପଣ ଜାଣିପାରିବେ ଯେ ବାସ୍ତବିକ କେଉଁଟା ଆନ୍ସର୍ ଠିକ୍ ରହିବ। ଏସ୍କେ ଏଜୁକେସନ୍ ଟ୍ରାକ୍ ତରଫରୁ ପ୍ରଥମ ଥର ପାଇଁ ଏ ଟ୍ରିକ୍ ଏବଂ ମିରର ମେଥଡ଼କୁ ଆପ୍ଲିକେସନ୍ କରାଯାଉଛି ଓଡ଼ିଶାର ସମସ୍ତ ଭାଇ ଭଉଣୀମାନଙ୍କ ପାଇଁ, ଯେଉଁମାନେ CHSE ଅଣ୍ଡରରେ ଏକ୍ଜାମ୍ ଦେଉଛନ୍ତି ଆର୍ଟ୍ସ ସାଇନ୍ସ କମର୍ସ, ସେମାନଙ୍କ ପାଇଁ ଆମର ଏଇ ଲାଟେଷ୍ଟ ମେଥଡ଼ୋଲୋଜି ନିଶ୍ଚିତ ଭାବରେ କାମରେ ଆସିବ। ଇନଭାଇଟେସନ୍ 4ରୁ ଯେଉଁ ଗ୍ରାମାର କୋଶ୍ଚିନ୍ 2025ରେ ତିଆରି ହୋଇଥିଲା, ବିଶେଷତଃ କମର୍ସର 3ଟି, କମର୍ସର 2ଟି, ଆର୍ଟ୍ସର 3ଟି, ସାଇନ୍ସର 3ଟି, ଚାପ୍ଟର ନମ୍ବର 8 ଇନଭାଇଟେସନ୍ ଟୁ ଇଂଲିଶ ବୁକ୍ 4ରୁ ତିଆରି କରାଯାଇଛି। ଆପଣମାନେ ଜାଣିଛନ୍ତି। ପ୍ରଶ୍ନକୁ ଦେଖିଲା ପରେ ଆପଣ ବୁଝିପାରୁଛନ୍ତି କେବଳ ଆନ୍ସର୍କୁ ଆଚିଭ୍ କରିବା ପାଇଁ ଯେଉଁ ଷ୍ଟ୍ରାଟେଜି, ଯେଉଁ ପ୍ଲାନିଂ, ଯେଉଁ ସିଗ୍ନାଲ୍ ଏବଂ ଯେଉଁ ଇନଷ୍ଟ୍ରକ୍ସନ୍ ଦିଆଯାଇଛି, ତାହାକୁ ଆପଣ ଗୁରୁତ୍ୱ ସହିତ ଅନୁଭବ କରିବେ, ଯାହା ପୁରା ନମ୍ବର ଆପଣମାନେ ପାଇପାରିବେ। ଆମେ ସର୍ବଦା ସଫ୍ଟ ଲର୍ଣ୍ଣିଂ ପ୍ରୋସେସ୍କୁ ନିଜର କରିବା, ହାର୍ଡ଼ ଲର୍ଣ୍ଣିଂ ପ୍ରୋସେସ୍କୁ ଆମେ ସର୍ବଦା ଓମିଟ୍ କରିବା ବର୍ତ୍ତମାନ ସମୟର ଏକ ଚ୍ୟାଲେଞ୍ଜ ରହୁଛି। ସ୍କେଟ୍ ଫାଉଣ୍ଡେସନ୍ ତରଫରୁ ଯେଉଁ ଟ୍ରିକି ଆଉ ଷ୍ଟ୍ରାଟେଜି ଲର୍ଣ୍ଣିଂ ପ୍ରୋସେସ୍କୁ ଆଡାପ୍ଟ କରାଯାଇଛି, ତାହା ଆପଣ ଅନୁଭବ କରୁଛନ୍ତି। ଏହି ମାଧ୍ୟମରେ ଆପଣ ନମ୍ବର ଅଧିକ ଆସିବ ଏବଂ ସେହି ଟ୍ରିକି ମାଧ୍ୟମରେ ଆପଣଙ୍କର ସ୍କିଲ୍ ଲର୍ଣ୍ଣିଂ ପ୍ରୋସେସ୍ ମଧ୍ୟ ଡେଭଲପ୍ ହୋଇପାରିବ। ଦେଖିବେ, କିଛି କମେଣ୍ଟ କରିବେ। ଥ୍ୟାଙ୍କସ୍ ଫର୍ ୱାଚିଂ ଫ୍ରମ୍ ବାସ୍କେଟ୍ ଫାଉଣ୍ଡେସନ୍।